ବେ ଅଫ୍ ବେଙ୍ଗଲ ସମୁଦ୍ରର ବେଳାଭୂମି 480 କିଲୋମିटर ଫରେଷ୍ଟ କଭର ଆମ ରାଜ୍ୟରେ ପ୍ରାୟ 16% ପାଖାପାଖି 15ରୁ 16% ହେଉଛି ଆମର ଫରେଷ୍ଟ କଭର। ତା ସତ୍ତ୍ୱେ ଆଜିର ସ୍ଥିତି କ'ଣ ହେଇଛି? ଆଜିର ସ୍ଥିତିରେ ମୁଖ୍ୟ ନଦୀ ଗୁଡ଼ିକ ଶୁଖିବାରେ ଲାଗିଛି। ପାଣି ନାହିଁ। ବ୍ରାହ୍ମଣୀ, ବୈତରଣୀ ମୁଖ୍ୟ ରିଭର ଏବଂ ମହାନଦୀ କୋଲାବ ବି ଧୀରେ ଧୀରେ ପାଣି ନାହିଁ ଏବଂ ବିଷାକ୍ତ ହେଇଗଲାଣି। ଦୁଇଟା ନଈ ତ ମୁଁ ନିଜେ ଜାଣେ, ବିଷାକ୍ତ ପାଣି, ଗୋଟେ ବୈତରଣୀ ଆଉ ଗୋଟେ ହେଲା ବ୍ରାହ୍ମଣୀ, ବିଷାକ୍ତ ହେଇଯାଇଛି। ପିଇବା ଅବସ୍ଥାରେ ନାହିଁ। ପାଣି ଯେଉଁ ଧାର ଟିକେ ଜାଗାରେ ଯାଉଛି ସେ ବିଷାକ୍ତ ହେଇକି ଆସୁଛି, କାରଣ ଖଣିଜ ଉତ୍ତୋଳନ ଏବଂ ଯେଉଁ ପ୍ରକାର ସବୁ ଉପର ମୁଣ୍ଡରେ ବିଶୋଧନାଗାର ଖଣିକୁ ସଫା କରିବା ପାଇଁ, ଏଠି କଚରାକୁ ପକାଇବା ପାଇଁ, ମୁଁ ତାକୁ କହୁଛି ରିଫାଇନାରୀ ଯେଉଁମାନେ କହୁଛନ୍ତି, ମୁଁ ତାକୁ କହେ ଏଇଟା ହେଉଛି କଚରାଖାନା। ଯାହାଫଳରେ ପାଣି ନେବେ ନଈରୁ ଏବଂ ଖରାପ ପାଣିକି ନଈ ଭିତରକୁ ଛାଡ଼ିବେ, ଯାହାର ପରିଣାମ ହେଇଛି ଏଇ ଅବସ୍ଥା। ତେଣୁକରି ଓଡ଼ିଶାର ଏ ସ୍ଥିତିର ପରିବର୍ତ୍ତନ କରିବା ପାଇଁ ଯେଉଁ ପଦକ୍ଷେପ ନିଆଯିବା କଥା ନିଆଯାଇନି। କିନ୍ତୁ ଇତିମଧ୍ୟରେ नहीं राज्यर आर्थिक स्थिति सुदृढ़ होइछि ना यार भितर आर्थिक स्थितिर सुदृढ़ अर्थात कौन तार इंडिकेटर होची पर कैपिटा इनकम।